এইটা সତ কথা লো হেলে সাঙ্গ এতে সময় হয়ে গলা আম হপটা কুয়াড়ে চালি গলে লো সত কথা তো এই সাঙ্গ চলা এ ফুলদারে কিছু সময় ଆମ ପାଖକୁ ଅପେକ୍ଷା କରିବା তাহলে ঠিক আছে লো ঠিক আছে ପରିବେଶରେ ଯାଇଥିବା ଦୃଶ୍ୟ ଗୁଡ଼ିକରେ ଖୁସି ହୋଇ ନନ୍ଦ ମାଝୀ କାପ୍ସି ବନ୍ଧୁ 20 ଟଙ୍କା ଦେଇ ପୁରସ୍କୃତ କରିଛନ୍ତି। ବହୁତ ବହୁତ ଧନ୍ୟବାଦ। মতো ডাকিলা না কাহিকি ତମକୁ ତ ଆମେ ବହୁତ ଖୋଜିଲୁ ତମକୁ ପାଇଲୁନି ସେଥିପାଇଁ ଚାଲି ଆସିଲୁ ଲୋ ଜାଣିଛ ନା ଆଜି ନା ମୋ ମନଟା ଭାରି ଦୁଃଖରେ ଅଛି। ହେଲେ କାହିଁକି? ଗତକାଲି ନା ମୋ ବଡ଼ ଭାଇଙ୍କ ସହିତ ମୋର ସାକ୍ଷାତ ହେଇଥିଲା। ତାଙ୍କୁ କହିଲେ ମୋ ସହିତ ଆସ ଏ ସାବରପଲ୍ଲୀ ଆଜିଠୁ ରହିବ ବୋଲି। ହେଲେ ସେ କ'ଣ କହିଲେ ଲୋ? ମନା କରିଦେଲେ ଲୋ। ହେଲେ କାହିଁକି? କ'ଣ ପାଇଁ ସେ କଥା ମଧ୍ୟ ମୁଁ ଜାଣିନି, କିନ୍ତୁ ଏତିକି କହିଲେ ଯେ ମୋ ପରିଚୟଟା ଏ ଦୁନିଆ କରି କାହାକୁ ଜଣେଇବୁନି ବୋଲି। ହେଲେ ଏ ସାଙ୍ଗ ଅପା ତୁମେ ମାନେ ମୋ ପିଲାଦିନର ସାଙ୍ଗ ବୋଲି ମୋ ବଡ଼ ଭାଇର କଥା ଜଣାଉଛି, ହେଲେ ଅନ୍ୟ କାହାକୁ କହିବନି ଲୋ। ଏ ଦୁନିଆରେ ମୋ ବଡ଼ ଭାଇ ଜଣେ ଅଛନ୍ତି ବୋଲି। ନାଇଁ ଲୋ ଅପା ଆମେ କାହାକୁ ବି କହିବୁନି। ଏ ସାଙ୍ଗ ସତରେ ମୁଁ ଏତିକିରେ ଖୁସି ଯେ ଏ ଦୁନିଆରେ ତ ମୋ ବଡ଼ ଭାଇ ଜଣେ ଅଛନ୍ତି ନା, ସେ ଦିନେ ନା ଦିନେ ନିଶ୍ଚୟ ମୋ ପାଖ ଫେରି ଆସିବେ ନା। ଆହୁରି ଗୋଟେ ଖୁସିର କଥା ଲୋ, କ'ଣ କିଲୋ? ମୁଁ ସେଇ ବାଟ ଦେଇ ଆସୁଥିଲି ନା, ସେଇ ପାଖରେ ନା କେତେ ସୁନ୍ଦର ଫୁଲ ଗୁଡ଼ାକ ଫୁଟି ଅଛି। ସତରେ? ଆଉ ସେ ଫୁଲକୁ ଭ୍ରମଣମାନେ ଆସିକି ଚୁମ୍ବନ ଦେବାକୁ ଚେଷ୍ଟା କରୁଛନ୍ତି ଲୋ। ହେଲେ ଅପା ସେ ଦୃଶ୍ୟ ଦେଖିକି ତମକୁ କ'ଣ କିଛି କହିବାକୁ ଇଚ୍ଛା ହଉନି କିଲୋ? କ'ଣ ବା କହିବି, ଏ ବୟସଟା ମଧ୍ୟ କି ଜାଦୁ କରିଛି ଯେ ମୁଁ ମଧ୍ୟ ଜମାରେ ଜାଣିପାରୁନି। ହେଲେ ଏ ସାଙ୍ଗ ସେ ଦୃଶ୍ୟରେ ମୋ ମନେ କ'ଣ କହୁଛି ଶୁଣିବ? କ'ଣ କହୁଛି ଲୋ ଅପା? ଶୁଣିବା ଲୋ। ଏ ସଖୀ